ପ୍ରେମ ନେଲା ଗୋଟେ ନିରୀହ ପୁଅର ଜୀବନ। ହଁ ଆଜ୍ଞା, ପୁଣି ପ୍ରେମ ପାଇଁ ଗଲା ଗୋଟେ ନିରୀହ ପୁଅର ଜୀବନ। ପ୍ରେମ ଏକ ସୁନ୍ଦର ଅନୁଭବ, କିନ୍ତୁ କେବେ କେବେ ସେଇ ପ୍ରେମ ହିଁ ହୋଇଯାଏ ଜୀବନର ଶେଷ ଅଧ୍ୟାୟ। ଆଜିର କାହାଣୀ ହେଉଛି ଏକ ନିରୀହ ପୁଅର ଯିଏ ଭୁଲ କରିନଥିଲା, କେବଳ ଭୁଲ ଲୋକକୁ ଭଲ ପାଉଥିଲା। ସେ ଥିଲା ଏକ ସାଧାରଣ ପୁଅର ସ୍ୱପ୍ନ ଭରା ଆଖିର କାହାଣୀ। ପରିବାର ପାଇଁ କିଛି ବଡ଼ କରିବାର ଆଶା ଥିଲା। ସେହି ସମୟରେ ସେ ଦେଖିଲା ଗୋଟେ ସୁନ୍ଦର ଝିଅକୁ। ପ୍ରଥମେ ମିତ୍ରତା, ତାପରେ ଆସ୍ତେ ଆସ୍ତେ ତା ସହିତ ହୋଇଗଲା ପ୍ରେମ। ତା ପାଇଁ ସବୁ କିଛି କରୁଥିଲା, ନିଜ ସ୍ୱପ୍ନକୁ ବି ଛାଡ଼ି ଦେଇଥିଲା। ସେଇ ଝିଅ ପାଇଁ ପାଠ ପଢ଼ାରୁ ବି ଦୂରେଇ ଯାଇଥିଲା। ବାପା ମାଙ୍କ କଥା ବି ସେ ଶୁଣିଲା ନାହିଁ, କାରଣ ସେ ଭାବୁଥିଲା ସେ ଝିଅ ହିଁ ମୋର ସବୁ କିଛି। ଗୋଟେ ଦିନ ସେ ପୁଅ ଜାଣିବାକୁ ପାଇଲା ଯେ ସେ ଝିଅର ଜୀବନରେ ଆଉ କେଉଁ ପୁଅ ଅଛି ବୋଲି। ପୁଅ ଦିନ ଝିଅକୁ ପଚାରିଲା, ସେ ପୁଅ କେବେଠାରୁ ତ ଜୀବନରେ ଆସିଛି? ଝିଅ କହିଲା, କିଛି ଦିନ ହବ ସେ ମୋ ଲାଇଫରେ ଆସିଛି, ଆଉ ସେ ଭଲ ଜବ୍ କରୁଛି, ଆଉ ତା ପାଖରେ ବହୁତ ଟଙ୍କା ଅଛି। ଝିଅର କଥା ଶୁଣି ପୁଅର ଆଖିରୁ ଲୁହ ଆସିଗଲା, ଆଉ ତା ସ୍ୱପ୍ନ ବି ଭାଙ୍ଗିଗଲା। ସେଇ ରାତି ତା ଘରର ଛାତ ଉପରେ ସେ ଏକା ବସି ଗୋଟେ ଚିଠି ଲେଖିଲା, ମୁଁ ହାରିଗଲି, ପ୍ରେମରେ ମଧ୍ୟ ଜୀବନରେ ମଧ୍ୟ। ପରବର୍ତ୍ତୀ ଦିନ ଘରର ଶୋକର ଛାୟା ମାରିଗଲା। ସେ ପୁଅଟି ସବୁଦିନ ପାଇଁ ଏ ଦୁନିଆ ଛାଡ଼ି ଚାଲିଗଲା। ପୁଣି ପ୍ରେମ ପାଇଁ ଗଲା ଗୋଟେ ନିରୀହ ପୁଅର ଜୀବନ। ପ୍ରେମ ସୁନ୍ଦର, କିନ୍ତୁ ଜୀବନ ଠାରୁ ବଡ଼ ନୁହେଁ। ଯଦି ଆପଣ କେବେ ଏଭଳି ଅନୁଭବ କରୁଛନ୍ତି, ଦୟାକରି ଏମିତି କରନ୍ତୁ ନାହିଁ। ଆପଣଙ୍କ ବାପା ମାଆଙ୍କୁ ଥରେ ଜଣାନ୍ତୁ। ଆପଣଙ୍କୁ ବହୁତ ଝିଅ ମିଳିଯିବେ, କିନ୍ତୁ ଜୀବନ ଥରେ ଗଲେ ଆଉ ଦ୍ୱିତୀୟ ଥର ମିଳିବ ନାହିଁ। ଗୋଟେ ଝିଅ ଗଲେ ଆଉ ଗୋଟେ ଝିଅ ମିଳିପାରେ, କିନ୍ତୁ ଜୀବନ ଥରେ ଗଲେ ଆଉ ମିଳିବ ନାହିଁ। ଆପଣଙ୍କର ଯଦି କିଛି ଦୁଃଖ ରହୁଛି, ଆପଣଙ୍କ ବାପା ମାଆଙ୍କ ସହିତ ସେୟାର କରନ୍ତୁ। ଆପଣ ଥରେ ଭାବିଲେ ଆପଣ ଚାଲିଗଲା ପରେ ଆପଣଙ୍କ ଘରର ପରିସ୍ଥିତି କ'ଣ ହେବ? ଆପଣଙ୍କ ବାପା ମାଆଙ୍କ ପରିସ୍ଥିତି କ'ଣ ହେବ? ଆପଣଙ୍କୁ ଜନ୍ମ କରିଥିବା ମାଆ ସେ କେମିତି ବଞ୍ଚିବ ଆପଣଙ୍କ ବିନା? ଆପଣ ତ ଗୋଟେ ଝିଅ ପାଇଁ ଚାଲିଯିବେ, କିନ୍ତୁ ଆପଣଙ୍କୁ ଚାହିଁ ବଞ୍ଚିଥିବା ଆପଣଙ୍କର ପରିବାର ଲୋକ ଆପଣ ସେ ଥରେ ମରିବେ, କିନ୍ତୁ ସେମାନେ ଜୀବନ ସାରା ମରିବେ। ଜୀବନକୁ ଭଲ ପାଆନ୍ତୁ, କାରଣ ଆପଣ ଜୀବନ ଅତ୍ୟନ୍ତ ମୂଲ୍ୟବାନ। ଯଦି କଥାଟି ଭଲ ଲାଗିଥାଏ, ଚ୍ୟାନେଲକୁ ଲାଇକ୍, ସବସ୍କ୍ରାଇବ୍, ସେୟାର ନିଶ୍ଚିତ କରିବେ। ରହିଲି, ଜୟ ଜଗନ୍ନାଥ।